ନକଲି କାଗଜପତ୍ର। ମହାରାଜା ୟଶସ୍କର କାଶ୍ମୀର ରାଜ୍ୟରେ ରାଜୁତି କରୁଥିଲେ। ଦିନେ ନ୍ୟାୟ ବିଭାଗ ସହିତ ସମ୍ବନ୍ଧିତ ଜଣେ କର୍ମଚାରୀ ଆସି ରାଜାଙ୍କୁ କହିଲେ, ମହାରାଜ, ଏକ ସମସ୍ୟା ଦେଖାଦେଇଛି। ଜଣେ ବ୍ରାହ୍ମଣ ଆମ କଚେରୀକୁ ଆସି ଆମରଣ ଉପବାସ କରୁଛନ୍ତି। ସେ ଅନ୍ନ ଜଳ ସ୍ପର୍ଶ କରୁନାହାନ୍ତି। ତୁରନ୍ତ ରାଜା ବ୍ରାହ୍ମଣକୁ ରାଜଦରବାରକୁ ଡକାଇ ପଠାଇଲେ ଏବଂ କହିଲେ, ଆପଣଙ୍କର ଅଭିଯୋଗ କ'ଣ ଭୂଦେବ? ରାଜାଙ୍କର ଏହି ପ୍ରଶ୍ନର ଉତ୍ତରରେ ବ୍ରାହ୍ମଣ କହିଲେ, କାଶ୍ମୀର ଦେଶର ରାଜଧାନୀ ଶ୍ରୀନଗରର ଶ୍ରୀମାନଙ୍କ ମଧ୍ୟରୁ ମୁଁ ଜଣେ। କିନ୍ତୁ ଏବେ ପରିସ୍ଥିତି ବଦଳି ଗଲାଣି। ମୋର ଅବସ୍ଥା ମଧ୍ୟ ବଦଳି ଯାଇଛି। ଧନ ସମ୍ପତ୍ତି ନଷ୍ଟ ହୋଇଗଲା। ଋଣ ବାବଦକୁ ଘରବାଡ଼ି ଗଲା। ବଗିଚା ଇତ୍ୟାଦି ବିକ୍ରି କରି କୌଣସି ପ୍ରକାରେ ଦୂର ଦେଶକୁ ଯାଇ କିଛି ଆୟ କରିବାକୁ ଚାହିଁଲି। ସେହି ଗ୍ରାମର ଜଣେ ବ୍ୟବସାୟୀ ମୋର ସମସ୍ତ ସମ୍ପତ୍ତି କିଣି ନେବାକୁ ଆଗ୍ରହ ପ୍ରକାଶ କଲେ। ତାଙ୍କୁ ମୁଁ ମୋର ସମସ୍ତ ସମ୍ପତ୍ତି ବିକ୍ରି କରିଦେଲି। କିନ୍ତୁ ବଗିଚାରେ ଗୋଟିଏ କୂଅ ଥିଲା, ଯାହାକୁ ମୁଁ ବିକ୍ରି କରିନଥିଲି। ମୁଁ ତାହାକୁ ମୋର ସ୍ତ୍ରୀଙ୍କର ଭରଣ ପୋଷଣ ପାଇଁ ଛାଡ଼ି ଦେଇଥିଲି। ଗ୍ରୀଷ୍ମ କାଳରେ ବଗିଚାର ମାଳିମାନେ ମଧ୍ୟ ସେହି କୂଅରୁ ପାଣି କାଢ଼ି ଗଛରେ ଦେଉଥିଲେ। ଅନ୍ୟମାନେ ମଧ୍ୟ କୂଅର ଜଳ ବ୍ୟବହାର କରୁଥିଲେ। ଏହି କାରଣରୁ ସେମାନେ ପ୍ରତିବର୍ଷ କିଛି ନା କିଛି ପାଉଣା ଦେଉଥିଲେ। ଭାବିଥିଲି, ସେଥିରୁ ଯେଉଁ ଆୟ ହେବ, ସେଇଥିରୁ ମୋ ସ୍ତ୍ରୀ କୌଣସି ମତେ ଚଳିଯିବା ନିଶ୍ଚିନ୍ତ ହେବ। ତାର ଅନ୍ନ ବସ୍ତ୍ର ଅଭାବ ହେବ ନାହିଁ। ପତ୍ନୀ ପାଇଁ ଏହି ସୁବିଧା କରି ମୁଁ ଚିନ୍ତାରୁ ସାମାନ୍ୟ ମୁକ୍ତ ହୋଇ ଜୀବିକା ଅନ୍ୱେଷଣ ଉଦ୍ଦେଶ୍ୟରେ ବିଦେଶକୁ ଚାଲିଗଲି। 20 ବର୍ଷ ପରେ କିଛି ଆୟ କରି ଯେତେବେଳେ ନିଜ ଦେଶରେ ପହଞ୍ଚିଲି, ଦେଖିଲି ମୋର ସ୍ତ୍ରୀ ପର ଘରେ କାମ କରି ପେଟ ପାଳୁଛି। ସ୍ତ୍ରୀର ଅବସ୍ଥା ଦେଖି ମୁଁ ଲଜ୍ଜିତ ହେଲି। ଏ କଥା ଶୁଣିବା ପରେ ମୋ ମନରେ କ୍ରୋଧ ଜାତ ହେଲା ଏବଂ ମୁଁ ଅତ୍ୟନ୍ତ ଦୁଃଖିତ ହେଲି। ତୁରନ୍ତ ମୁଁ ପତ୍ନୀକୁ ଡାକି ପଚାରିଲି, ମୁଁ ତୁମ ଖାଇବା ପିଇବାର ବ୍ୟବସ୍ଥା କରି ଯାଇଥିଲି, ପୁଣି ତୁମର ଏହିପରି ଅବସ୍ଥା କିପରି ହେଲା? ତୁମେ କାହିଁକି ପର ଘରେ କାର୍ଯ୍ୟ କରୁଛ? ସେ କଥା ଶୁଣି ସେ କହିଲେ, ତୁମେ ବିଦେଶକୁ ଯିବା ପରେ ମୁଁ ଯେତେବେଳେ କୂଅ ପାଖକୁ ଗଲି, ଆମର ଘର କିଣିଥିବା ବ୍ୟବସାୟୀ ମୋତେ କୁଭାଷାରେ ଗାଳିମନ୍ଦ କଲା। ବାଡ଼ିଆପିଟା କରି ସେଠାରୁ ବାହାର କରିଦେଲା। ମୁଁ ଅବଳା କ'ଣ କରିଥାନ୍ତି? ମୋର ଆଉ କିଛି ଉପାୟ ନଥିଲା। ବାଧ୍ୟ ହୋଇ ପର ଘରେ କାର୍ଯ୍ୟ କରି ଦୁଃଖ କଷ୍ଟରେ ତୁମର ଫେରିବା ବାଟକୁ ଚାହିଁ ବସିଥିଲି। ତୁରନ୍ତ ନ୍ୟାୟାଧୀଶଙ୍କ ପାଖକୁ ଯାଇ ବିଚାର କରିବା ପାଇଁ ଗୁହାରି କଲି। ଏହି ଦୁଷ୍ଟ ବ୍ୟବସାୟୀ ମୋର କୂଅ ଅଧିକାର କରି ନେଇଛି। ଏହି କଥା ଶୁଣି ସେଠାକାର ହାକିମମାନେ ବ୍ୟବସାୟୀ ସପକ୍ଷରେ ରାୟ ଦେଲେ। ମୋର ଅଭିଯୋଗ ପ୍ରତି ଭୂକ୍ଷେପ କଲେ ନାହିଁ। ଏହାଦ୍ୱାରା ସେହି କୂଅ ଉପରୁ ମୋର ଅଧିକାର ଚାଲିଗଲା। ସେହି ଦିନଠାରୁ କେତେ ବଡ଼ ବଡ଼ ଲୋକଙ୍କ ପାଖକୁ ଯାଇ ମୋର ରାମ କଥା ଶୁଣାଇ ସାରିଲିଣି, କିନ୍ତୁ କେହି ମୋର ଗୁହାରି ଶୁଣିଲେ ନାହିଁ। କିଛି ଫଳ ହେଲା ନାହିଁ। ମୁଁ ଏହିପରି ମାଲି ମକଦ୍ଦମା ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ। ମୁଁ ଗୋଟିଏ କଥା କହିବାକୁ ଆସିଛି। ମୁଁ ମୋର ଘର ଏବଂ ଅଗଣା ବ୍ୟବସାୟୀକୁ ବିକ୍ରି କରିଥିଲି। ସେ କୂଅ ମୁଁ ବିକ୍ରି କରି ନଥିଲି। ଏ କଥା ମୁଁ ଶପଥ କରି କହୁଛି। ଯଦି ମୋ ସହିତ ନ୍ୟାୟ କରା ନଯାଏ, ତେବେ ରାଜଦରବାରରେ ଅନାହାରରେ ରହି ମୃତ୍ୟୁବରଣ କରିବା ଛଡ଼ା ମୋ ପାଖରେ ଅନ୍ୟ କୌଣସି ଉପାୟ ନାହିଁ। ଦ୍ୱିତୀୟ ଦିନ ୟଶସ୍କର ମହାରାଜ ନ୍ୟାୟ ପ୍ରଦାନ କରିବା ପାଇଁ ବିରାଜମାନ ହେଲେ। ରାଜାଙ୍କ ଆଜ୍ଞାରେ ବାଦୀ ପ୍ରତିବାଦୀ, ସାକ୍ଷୀ, ହାକିମ ଯେଉଁମାନେ ପ୍ରଥମେ ରାୟ ଶୁଣାଇଥିଲେ, ସମସ୍ତେ ଦରବାରରେ ଉପସ୍ଥିତ ହେଲେ। ବିଚାର ଆରମ୍ଭ ହେଲା। ନ୍ୟାୟ କିପରି ପ୍ରଦାନ କରାଯାଇଥିଲା? ରାଜା ପଚାରିଲେ। ଏହି କଥା ଶୁଣି ନ୍ୟାୟାଧୀଶ କହିଲେ, ମହାରାଜ, ଆମ୍ଭେ ନ୍ୟାୟପୂର୍ବକ ହିଁ ବିଚାର କରିଥିଲୁ, କୌଣସି ଅନ୍ୟାୟ କରିନଥିଲୁ। କିନ୍ତୁ ଏହି ଦୁଷ୍ଟବୁଦ୍ଧି ବ୍ରାହ୍ମଣ ଆମ ବିଚାରକୁ ମାନିଲା ନାହିଁ। ଏହି ବ୍ରାହ୍ମଣ ନିଜେ ସ୍ୱାକ୍ଷର କରିଥିବା କାଗଜପତ୍ରକୁ ମଧ୍ୟ ମିଛ କହୁଛି। ଏହି କଥା ଶୁଣି ରାଜା କାଗଜପତ୍ର ଉଠାଇ ଦେଖିଲେ। ସେଥିରେ ଲେଖାଥିଲା, କୂଅ ସହିତ ଘରଦ୍ୱାର ବିକ୍ରି ହେଲା। ରାଜା କିଛି ସମୟ ଚିନ୍ତା କଲେ।
ତାଙ୍କ ସହିତ ସଭାରେ ଉପସ୍ଥିତ ଲୋକମାନେ ମଧ୍ୟ ପରସ୍ପର ସହିତ କଥାବାର୍ତ୍ତା ହେଲେ। ଏହିପରି କଥାବାର୍ତ୍ତା ଚାଲୁ ଚାଲୁ ଅନେକ ଲଘୁ ଆଳାପ ଆଲୋଚନା ଚାଲିଲା। ଶେଷରେ ରତ୍ନ ବିଷୟରେ ଆଲୋଚନା ଚାଲିଲା। ରାଜା ସେଠାରେ ବସିଥିବା ସମସ୍ତ ବ୍ୟକ୍ତିଙ୍କର ଆଙ୍ଗୁଠିରେ ଥିବା ରତ୍ନକୁ କୌତୂହଳୀ ହୋଇ ଦେଖିଲେ। ଏହି ପ୍ରକାର ସୌଖିନ କଥା କହି ହସି ହସି ସେ ଅନ୍ୟମାନଙ୍କ ହାତରୁ ମୁଦି ନେଇ ଦେଖିଲେ। ସେ ସେହି ପ୍ରତିବାଦୀ ବ୍ୟବସାୟୀଙ୍କ ହାତରୁ ମଧ୍ୟ ମୁଦ୍ରିକା ନେଲେ। ତାକୁ ନିରେଖି ଦେଖିଲେ। ମୁଦ୍ରିକାଟି ସୁନ୍ଦର ହୋଇଛି କହି ମୁଦ୍ରିକାଟି ହାତରେ ଧରି ଦରବାର ବାହାରକୁ ରାଜା ଚାଲିଗଲେ। ପ୍ରତିବାଦୀ ବ୍ୟବସାୟୀର ମନ ରାଜାଙ୍କର ପ୍ରଶଂସା ଶୁଣି ଆନନ୍ଦରେ କୁଣ୍ଢେମୋଟ ହୋଇଗଲା। ତାପରେ ବାହାରକୁ ଯାଇ ୟଶସ୍କର ମହାରାଜ ସେହି ମୁଦ୍ରିକା ରାଜଦୂତ ହାତରେ ଦେଇ କହିଲେ, ତୁମେ ଏହି ମୁଦ୍ରିକା ନେଇ ବ୍ୟବସାୟୀ ଘରକୁ ଯାଅ ଏବଂ ତାର ମୁନିବକୁ କହ ଅମୁକ ମସିହାର ଜମା ଖର୍ଚ୍ଚ ବହି ଆବଶ୍ୟକ। ଏହିପରି କହି ରାଜା ଦୂତକୁ ପଠାଇଦେଲେ। ସେ କାଳରେ ଏହିପରି ବିଶ୍ୱାସ ଉତ୍ପନ୍ନକାରୀ ସନ୍ତକକୁ ଅଭିଜ୍ଞାନ କୁହାଯାଉଥିଲା। ଏହି ସନ୍ତକ ଦେଖାଇ ଲୋକେ ବାର୍ତ୍ତା ପ୍ରେରଣ କରୁଥିଲେ। ଏହି ସନ୍ତକକୁ କେହି ଅବିଶ୍ୱାସ କରୁନଥିଲେ। ରାଜାଙ୍କର ଦୂତ ସେହି ବ୍ୟବସାୟୀ ଘରକୁ ଗଲା ଏବଂ ମୁନିବକୁ ଅଭିଜ୍ଞାନ ଦେଖାଇ ଜମା ଖର୍ଚ୍ଚ ବହି ମାଗିଲା। କୌଣସି ସନ୍ଦେହର ଅବକାଶ ନଥିଲା। ସେ ମୁଦ୍ରିକାଟି ନିଜ ପାଖରେ ରଖି ଜମା ଖର୍ଚ୍ଚ ବହି ଖୋଜି ତୁରନ୍ତ ରାଜଦୂତଙ୍କୁ ପ୍ରଦାନ କଲେ। ଜମା ଖର୍ଚ୍ଚ ବହି ଆସିବା ମାତ୍ରେ ରାଜା ତାହାକୁ ଧ୍ୟାନ ଦେଇ ଦେଖିଲେ। ଗୋଟି ଗୋଟି କରି ପଢ଼ିଲେ। ହିସାବ ମଧ୍ୟରେ ଗୋଟିଏ ସ୍ଥାନରେ ଲେଖାଥିଲା, ଏହି ଦସ୍ତାବିଜ ଲେଖିଥିବା ମୋହରିରକୁ 1000 ଟଙ୍କା ଦିଆଗଲା। ସେ ଏହା ଦେଖିନେଲେ। ଦସ୍ତାବିଜ ଲେଖିଥିବା ମୋହରିରକୁ ଏତେ ଟଙ୍କା କାହିଁକି ଦିଆଗଲା? ସେ କାଳରେ ଦସ୍ତାବିଜ ଲେଖୁଥିବା ବ୍ୟକ୍ତିମାନଙ୍କୁ ଖୁବ୍ କମ୍ ପାରିଶ୍ରମିକ ମିଳୁଥିଲା। ରାଜା ଆଶ୍ଚର୍ଯ୍ୟ ହେଲେ। ବ୍ୟବସାୟୀ କାହିଁକି ଏପରି କଲେ? ତାହାର କାରଣ କ'ଣ ହୋଇପାରେ? ସେ ଗମ୍ଭୀର ଭାବରେ ଚିନ୍ତା କଲେ। ଶେଷରେ ରହସ୍ୟ କ'ଣ ବୁଝିପାରିଲେ। ତୁରନ୍ତ ରାଜା ଦରବାରକୁ ଆସି ସେହି ବହି ସମସ୍ତଙ୍କୁ ଦେଖାଇଲେ। ବ୍ୟବସାୟୀ କିଛି ବୁଝିପାରିଲେ ନାହିଁ। ରାଜା ପୁନର୍ବାର ଦସ୍ତାବିଜ ଲେଖିଥିବା ମୋହରିରକୁ ଦରବାରରେ ଉପସ୍ଥିତ ହେବା ପାଇଁ ଡକରା ପଠାଇଲେ। ମହାରାଜ, ଅପରାଧ କ୍ଷମା କରିଦିଅନ୍ତୁ। ମୁଁ ବ୍ୟବସାୟୀଙ୍କ ଠାରୁ 1000 ଟଙ୍କା ନେଇଥିଲି। ଏହି କଥା ସମ୍ପୂର୍ଣ୍ଣ ସତ୍ୟ। ଟଙ୍କା ନେଇ ମୁଁ ଯେଉଁ ଦଲିଲରେ ରହିତ ଲେଖିଥିଲି ତାହାକୁ ସହିତ କରିଦେଲି। ଏହା ଦଲିଲର ଅର୍ଥକୁ ବଦଳାଇ ଦେଲା। ବ୍ୟବସାୟୀମାନେ ମୋତେ ଅର୍ଥଲୋଭ ଦେଖାଇଲେ। ମୁଁ ଲୋଭର ବଶବର୍ତ୍ତୀ ହୋଇ ଏହିପରି କୁକର୍ମ କଲି। ମୋତେ ସେ ଏଇଥିପାଇଁ 1000 ଟଙ୍କା ଦେଇଥିଲେ। ମୋତେ କ୍ଷମା କରିଦିଅନ୍ତୁ ହୁଜୁର। ଏହି କଥା ସମ୍ପୂର୍ଣ୍ଣ ସତ୍ୟ। ହୁଜୁର ପରମ ଦୟାଳୁ। ଏହା କହି ସେ ରାଜାଙ୍କ ପାଦ ତଳେ ପଡ଼ିଗଲା। ବ୍ୟବସାୟୀର ଜାଲ କାରବାର ଧରା ପଡ଼ିଗଲା। ତାଙ୍କ ପୂର୍ବରୁ ଯେଉଁ ହାକିମମାନେ ନିଷ୍ପତ୍ତି ଶୁଣାଇଥିଲେ ସେମାନଙ୍କର ମୁହଁ କଳା ପଡ଼ିଗଲା। ବ୍ୟବସାୟୀ ବ୍ରାହ୍ମଣଙ୍କଠାରୁ ଯାହା କିଛି କିଣିଥିଲେ ସମସ୍ତ ସମ୍ପତ୍ତି ଫେରାଇ ଦେଲେ। ରାଜା ଦଲିଲ ଲେଖିଥିବା ମୋହରିରଙ୍କୁ ତାଗିଦ କଲେ ଓ ଭବିଷ୍ୟତରେ ଏପରି କାର୍ଯ୍ୟ ନ କରିବା ପାଇଁ ସତର୍କ କରିଦେଲେ। ବ୍ୟବସାୟୀଙ୍କୁ ଠକର ଆଖ୍ୟା ଦେଲେ ଏବଂ ତୁରନ୍ତ ରାଜ୍ୟ ତ୍ୟାଗ କରିବାକୁ ନିର୍ଦ୍ଦେଶ ଦେଲେ। ସଭାସଦ ବୃନ୍ଦ ରାଜାଙ୍କର ବିଚାର ବୁଦ୍ଧିକୁ ବହୁତ ପ୍ରଶଂସା କଲେ।